ତ ଭାଇମାନେ କେମିତି ଅଛନ୍ତି? ଭଲ ଥିବେ ଆଶା କରୁଛି। ପ୍ରଥମେ ଟିକେ ଛୋଟିଆ ଭିଡ଼ିଓଟେ ଦେଖନ୍ତୁ ତାପରେ କହୁଛି। ତ ହାଇ ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ। ମୁଁ ପ୍ରକାଶ ଆପଣଙ୍କୁ ସାଥ କରୁଛି। ପରିବର୍ତ୍ତନ ପରିଶ୍ରମ ପରିକଳ୍ପନା ଦୁନିଆ ଯୋଉଠି ମୁଁ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି, ଯୋଉଟା କେବେ ହେବ ତାହା ଜଣା ନାହିଁ, କିନ୍ତୁ ଚେଷ୍ଟା ଜାରି ରହିବ। ଦେଖ ଭାଇନା, ଏଇ ଯେଉଁ ଭିଡ଼ିଓଟା ଆପଣ ପ୍ରଥମେ ଦେଖିଲେ ସେଇଟା ହେଉଛି ଭାଇନା ବହୁତ ଦିନ ଅଛି, ମାନେ ଶୀତ ମାସର କଥା। ଆଉ ବର୍ତ୍ତମାନ ମୋର ଉଠିବା ଟାଇମ୍ଟା କ'ଣ ଜାଣିଛନ୍ତି? ଟାଇମ୍ଟା ହେଉଛି ସକାଳ 8ଟା। ଭାଇନା 8ଟା ହେଲେ ହିଁ ମୁଁ ବେଡ଼ରୁ ମାନେ ସେଜରୁ ବାହାରେ, ନହେଲେ ମୋର ଦିନ ହୁଏନି। ତ କ'ଣ ପାଇଁ ବେଲେ ଧୀରେ ଧୀରେ ଏଇ ଯେଉଁ ପରିବର୍ତ୍ତନର ନିଶା ଲାଗିଯାଇଥିଲା ମୋ ସହିତ, ଧୀରେ ଧୀରେ ତା ନିଶାଟା ଛାଡ଼ି ଯାଇଛି। କାହିଁକିନା ଲେମ୍ବୁ ପାଣି ମିଶା ଖାଇ ଦେଇଛି। ସେମିତି କିଛି ନାହିଁ, କିନ୍ତୁ କ'ଣ କରିବା, ଚେଷ୍ଟା କରିବା ବଦଳରେ ମୋର ଚେଷ୍ଟାଟା ଧୀରେ ଧୀରେ ଅଟକି ଯାଉଛି। କେଉଁଠି ବାନ୍ଧି ହେଇଯାଉଛି, କେଉଁଠି ପଡ଼ିଯାଉଛି, ମୁଁ ହିଁ ଜାଣିପାରୁନି। ଆଉ ଯାହାଦ୍ୱାରା କି ମୋର ଯାହା ବି ମୁଁ ଗୋଟେ ଲାଇନ୍ କରିଥିଲି, ସେ ଲାଇନ୍ରୁ ପୁରା ଲାଇନ୍ ଚ୍ୟୁତ ହେଇଗଲା। ମୋ ଟ୍ରେନ୍ଟା ଯାଇ କେଉଁଟେ ମାଡ଼ ହେଇଯିବ ଏମିତି। ତ ଚେଷ୍ଟା କରୁଛି ନିଜକୁ ପରିବର୍ତ୍ତନ କରିବା ପାଇଁ। ଆଉ ସେଇ ପରିବର୍ତ୍ତନ ଧାରାରେ ମୁଁ କେବଳ କ'ଣ ମିଛ କହିକି ନିଜକୁ ଆଗକୁ ଦେଉଛି। କାହିଁକିନା ମୁଁ ସକାଳୁ ଉଠିବାର ବହୁତ ଲେଟ୍, ନିଜ କାମ କରିବାଟା ବି ବହୁତ ଲେଟ୍। ଆଉ ମୋର ସକାଳ ଷ୍ଟାର୍ଟ ହେଉଛି କେତେଟା ଜାଣିଛନ୍ତି? ଦିନ 11ଟାକୁ। ଦିନ 11ଟାକୁ ମୋର ସକାଳୁ ଉଠିକି ମନ୍ଦିର ଫନ୍ଦିର ଯାଇକି ଆଇଲେ ମୋର ଦିନ ଷ୍ଟାର୍ଟ ହେଉଛି। ତ ସେଇ ଦିନଟାକୁ ମୁଁ ବନ୍ଦ କରିବା ପାଇଁ ଚେଷ୍ଟା କରୁଥିଲି, ଆଉ ପରିବର୍ତ୍ତନର ଧାରା ଚେଞ୍ଜ କରିବା ପାଇଁ ଚେଷ୍ଟା କରୁଛି, କିନ୍ତୁ ସେଇଟା କେବେ ହେଉନାହିଁ। ହଉ, ସେ ଯାହା ହେଉଛି ହଉ। ଦେଖିବା, ଯେମିତି ମଶାମାନଙ୍କୁ ମାରିବା ପାଇଁ ର୍ୟାକେଟ୍ ଦରକାର, ସେମିତି ମୋର ଏଇ ସମୟଟାକୁ, ଏଇ ଯେଉଁ ଟାଇମ୍ଟାକୁ, ଯେଉଁ ଅଳସୁଆ ବୁଦ୍ଧିଟାକୁ ଚେଞ୍ଜ କରିବା ପାଇଁ ମୁଁ ମଧ୍ୟ ଭାବୁଛି ର୍ୟାକେଟ୍ ଗୋଟେ ଆଣିଲେ କାମକୁ ଆଇବ। ଆଉ ମୋ ଅଳସୁଆ ବୁଦ୍ଧିଟାକୁ ଟିକେ ଧୀରେ ଧୀରେ ଚେଞ୍ଜ ହେଇଯିବ। ଦେଖିବା କ'ଣ ହେଉଛି ଆଗକୁ। ଆଉ ପରିବର୍ତ୍ତନର ଧାରା ଜାରି ରଖିବି। ଆଉ କେଉଁ ଦିନ ପରିବର୍ତ୍ତନ ହେବ ତାହା ଜାଣିନି, କିନ୍ତୁ ଚେଷ୍ଟା କରିବି କେମିତି ହେଲେ ନା କେମିତି ଗୋଟେ ଏମିତି ଗୋଟେ ସ୍କିଲ୍ଟେ ଶିଖିବି, ଯେଉଁଟାକି ନିଜକୁ କାମକୁ ଆସିବ। ସେ ପର୍ଯ୍ୟନ୍ତ ମୁଁ ପ୍ରକାଶ ଆପଣଙ୍କୁ ବିଦାୟ ନେଉଛି। ଜୟ ଜଗନ୍ନାଥ। ଆଉ ଆପଣ ମଧ୍ୟ ଟିକେ ସ୍କିଲ୍ ଟିକେ ଶିଖନ୍ତୁ, ନହେଲେ ଭାଇନା ଜୀବନରେ କିଛି ହେବ ନାହିଁ।